ପରିଚୟ ଟିକେ ସାର୍ ଦେବେ। ଜୟ ଜଗନ୍ନାଥ। ମୁଁ ବିଜୁ ବିଶ୍ୱାଳ, ସମଗ୍ର ଓଡ଼ିଶା କଟକ ଚୌଦ୍ୱାର ଭାବେ ମୁଁ କ୍ରୀଡ଼ା ହୁଏ। ସମୃଦ୍ଧ ଓଡ଼ିଶାର କ୍ୟାଣ୍ଡିଡେଟ୍ ଭାବରେ ଆପଣ କଟକ ଚୌଦ୍ୱାର ସିଲେକ୍ସନ ହେଇଛନ୍ତି, କିନ୍ତୁ ରାଜନୀତି ଆସିବାର ପ୍ରକୃତ ଉଦ୍ଦେଶ୍ୟ କଣ? ପ୍ରକୃତ ଉଦ୍ଦେଶ୍ୟ ଶୁଣନ୍ତୁ, ଆମର ଯୁବପିଢ଼ି ମାନେ ଅଣଦେଖା ହେଉଛୁ। ପ୍ରଥମ କଥା ହଉଛି ଯୁବପିଢ଼ି ମାନଙ୍କର ଯୋଗ୍ୟତା ଅଛି, କିନ୍ତୁ ବାହାର ରାଜ୍ୟର ପିଲାମାନେ ଆସି ଏଠି ଆମ ଚାକିରି କିମ୍ବା ଆମର ଦକ୍ଷତାକୁ ଆସି ନେଇଯାଉଛନ୍ତି। ହେଲେ ଆମେ ଏଠି ବେରୋଜଗାର। ଏତିକି କହିଯାଉଛନ୍ତି ଯୁବପିଢ଼ି ଆଖି ଖୋଲନ୍ତୁ, ଆସନ୍ତୁ, ଆମକୁ ସମର୍ଥନ କରନ୍ତୁ। ଏଇ 5 ବର୍ଷ ହେଲାଣି ଆମକୁ ବହୁତ ଅଣଦେଖା ହେଉଛି, ତେଣୁକରି ଆସିକି ଆମକୁ ସହଯୋଗ କରନ୍ତୁ, ଆମ ଦଳରେ ମିଶନ୍ତୁ, ଆମକୁ ଜୟଯୁକ୍ତ କରାନ୍ତୁ। ବର୍ତ୍ତମାନ ଆପଣ ଯୋଉ ରାଜନୀତିକି ଆସିଲେ, ଆ ପୂର୍ବରୁ କେବେ ରାଜନୀତିର ଭିତ୍ତିଭୂମିକୁ ଆପଣ ଆସିନଥିଲେ। ସମୃଦ୍ଧ ଓଡ଼ିଶା ଯୋଉ ମୁଦ୍ଦା ରଖିଛି ବର୍ତ୍ତମାନ ଯେ ଆମେ ଲୋକମାନଙ୍କର ଉପକାର କରିବା ଏବଂ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିବା, କିନ୍ତୁ ବର୍ତ୍ତମାନ ରାଜନୀତିରେ ଦେଖାଯାଉଛି ଯେ ନୂତନ ପିଲା ଆସିପାରୁନାହାନ୍ତି। ଏହାର କାରଣ କଣ କହିପାରେ? ଏବେକା ରାଜନୀତି ହେଇଗଲାଣି ପାରିବାରିକ ରାଜନୀତି। ନିଜର ପରିବାରର ନିଜ ପିଲାଙ୍କ ପାଇଁକା କେମିତି ଆମେ ରାଜନୀତିକ କେମିତି ଆଗକୁ ନବା ସେଇଟାକୁ ଭାବୁଛନ୍ତି। ହେଲେ ସାଧାରଣ କଲେଜ ପିଲା ତାଙ୍କୁ କେମିତି ଚାନ୍ସ ଦବା। ଆଜି ଯୁବପିଢି ଯୋଉ ରାଜନୀତିକି ନ ଆସି ପାରିବାର କାରଣ କଣ ହେଇପାରେ? କାରଣ ମୁଖ୍ୟତଃ ହଉଛି ଆମର ଯୋଉ କଲେଜରେ ନିର୍ବାଚନ ହୁଏ, ସେ ନିର୍ବାଚନକୁ ବନ୍ଦ କରାଯାଇଛି। କାରଣ ସେଇ ଭିତରୁ ହିଁ କଲେଜ ଲାଇଫରୁ ହିଁ ପିଲା ଆସିକି ରାଜନୀତିରେ ପଶନ୍ତି, ସେଇଟା ହିଁ ବନ୍ଦ କରିଛନ୍ତି ମୂଳରୁ। ପ୍ରଥମ ପଏଣ୍ଟ। ତ ଦ୍ୱିତୀୟ ହଉଛି ଯୋଉମାନେ ରାଜନୀତିରେ ରହୁଛନ୍ତି, ତାଙ୍କ ପୁଅ କିମ୍ବା ତାଙ୍କ ଝିଅ, ତାଙ୍କ ମା, ସେମାନେ ହିଁ ନିର୍ବାଚିତ ହେଇକି ପୁଣି ଥରେ ଆସି ଯାଉଛନ୍ତି ଏଇ ରାଜନୀତି ଲାଇନ। ସେଥିପାଇଁ ମୁଁ କହୁଛି ଭାଇ ଓ ବନ୍ଧୁମାନେ ସମସ୍ତେ ଆସି ମୋତେ ଯୋଗଦାନ କରନ୍ତୁ ଆଉ ଆମକୁ ଜୟଯୁକ୍ତ କରନ୍ତୁ।